ଯେଉଁ ଆଶାୟୀ ପ୍ରାର୍ଥୀମାନେ 2023 ଜୁନିୟର ଟିଚର ଦେଇଥିଲେ ଏବଂ ସେମାନେ ଜାଣିଥିବେ ଯେ ପ୍ରଥମ ମେରିଟ୍ ଲିଷ୍ଟ ଯେଉଁଟାକି ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟ ବାହାରି ଯାଇଛି ଏବଂ ପିଲାମାନଙ୍କୁ ନିଯୁକ୍ତି ମଧ୍ୟ ମିଳିଯାଇଛି। ସମସ୍ତେ ଅଲରେଡ଼ି ଜଏନିଂ ହେଇଗଲେଣି, ଜଏନିଂ ପ୍ରକ୍ରିୟା ସରିଲାଣି। ସେ 5 ତାରିଖ ଦିନ ଅକ୍ଟୋବର 5 ତାରିଖ ଦିନ ମୁଖ୍ୟମନ୍ତ୍ରୀ କ'ଣ କରିଛନ୍ତି, ସେମାନଙ୍କୁ ଜଏନିଂ ଲେଟର୍ ମଧ୍ୟ ଦେଇଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେଉଁମାନଙ୍କର ଜଏନିଂ ହେଇନି ବା ଯେଉଁମାନଙ୍କର ମେରିଟ୍ ଲିଷ୍ଟରେ ନାଁ ଆସିନି ସେମାନଙ୍କର ସେକେଣ୍ଡ ମେରିଟ୍ ଲିଷ୍ଟ କେବେ ଆସିବ ନା ଆସିବନି, ଏ ବିଷୟରେ ଡିଟେଲ୍ସ ଆମେ ଆଲୋଚନା କରିବା। ତେଣୁ ଯେଉଁମାନଙ୍କର ସିଲେକ୍ସନ୍ ହେଇନି ସେମାନଙ୍କ ପାଇଁ ଭିଡ଼ିଓଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ନିହାତି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ। ଦେଖନ୍ତୁ ଏଠି ଦେଖିପାରୁଥିବେ, ଯେତେବେଳେ ଆମେ ରିକ୍ୱାରମେଣ୍ଟ ଦେଖିବା ଡିଷ୍ଟ୍ରିକ୍ଟ ୱାଇଜ୍ ଫାଇନାଲ୍ ମେରିଟ୍ ଲିଷ୍ଟ ଆସିଛି, କିନ୍ତୁ ସେକେଣ୍ଡ ମେରିଟ୍ ଲିଷ୍ଟ ଏପର୍ଯ୍ୟନ୍ତ ଆସିନି। ଅସେବା ତରଫରୁ ମଧ୍ୟ କୌଣସି ନୋଟିଫିକେସନ୍ ଆସିନି। କିନ୍ତୁ ଯେହେତୁ ଏବେ ପ୍ରଥମ ପର୍ଯ୍ୟାୟର ସମସ୍ତ ଜଏନିଂ ପ୍ରକ୍ରିୟା ସରିଗଲାଣି, ତେଣୁ ଖୁବ୍ ଶୀଘ୍ର ତୁମର ମାନେ ଆଉ ଅକ୍ଟୋବର ଲାଷ୍ଟ ସୁଦ୍ଧା ତୁମର ସେକେଣ୍ଡ ମେରିଟ୍ ଲିଷ୍ଟ ମଧ୍ୟ ଆସିଯିବ। କାରଣ 20,000 ପାଇଁ ଯେଉଁ ଜୁନିୟର ଟିଚର ପାଇଁ ରିକ୍ୱାରମେଣ୍ଟ ବାହାରିଥିଲା, କେବଳ 10,000 ରୁ 12,000 ପିଲାମାନଙ୍କୁ ହିଁ ଏଥର ରିକ୍ୱାରମେଣ୍ଟ ବା ଫାଷ୍ଟ ମେରିଟ୍ ଲିଷ୍ଟରେ ନାଁ ଆସିଛି। ଆଉ ଯେଉଁ ବଳକା 7-8,000 ପିଲା ରହିଲେ ବା ଭେକେନ୍ସି ପୋଷ୍ଟ ରହିଲା, ସେମାନଙ୍କ ପାଇଁ ମଧ୍ୟ ମେରିଟ୍ ଲିଷ୍ଟ ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ। ତେଣୁ ସେମାନେ ବ୍ୟସ୍ତ ହେବାର ନାହିଁ। ଯେଉଁମାନଙ୍କର ଟିକେ ଭଲ ମାର୍କ ଥିଲା ବା କମି ଯାଇଥିଲା, ଫାଷ୍ଟ ମେରିଟ୍ ଲିଷ୍ଟରେ ଆସିପାରିନଥିଲା, ସେମାନଙ୍କର ନିହାତି ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ। ତେଣୁ ସେମାନେ ଡକୁମେଣ୍ଟ ଗୁଡ଼ିକ ପ୍ରପର୍ ଠିକ୍ କରି ରଖନ୍ତୁ, ଯେଉଁଥିରେ କି ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେଲା ପରେ ସେମାନଙ୍କୁ ଜଏନିଂ ଲେଟର୍ ମଧ୍ୟ ଦିଆଯିବ। ତେଣୁ ଯେଉଁମାନଙ୍କର ପ୍ରଥମ ମେରିଟ୍ ଲିଷ୍ଟରେ ଆସିନଥିଲା ସେମାନେ କିଛି ବ୍ୟସ୍ତ ହେବାର ନାହିଁ, ସେକେଣ୍ଡ ମେରିଟ୍ ଲିଷ୍ଟ ଆସିବ। ଏବଂ ଯେଉଁମାନଙ୍କର ସେକେଣ୍ଡରେ ବି ଆସିବନି ସେମାନେ ମଧ୍ୟ କିଛି ବ୍ୟସ୍ତ ହେବାର ନାହିଁ, କାରଣ ପୁଣି ଥରେ LTR ଟିଚର ରିକ୍ୱାରମେଣ୍ଟ ବାହାରିଛି, ଯେଉଁଥିରେ କି ତୁମମାନେ ଆଉ ପୁଣି ଆଉ ଥରେ ଆପ୍ଲାଏ କରିପାରିବ।